ସେହି ସମୟରେ ଆମ କାମ ହଉଛି ଉଠିବା ଆବଶ୍ୟକ। ଆମ କାମ ହଉଛି ଦାୟିତ୍ୱ ନେବା ଆବଶ୍ୟକ। ଗୋଟେ କାର୍ଯ୍ୟ କରିବା ପାଇଁ ଆମମାନେ ଉଠିବା। ତେଣୁକରି ଯାକୁବ ଲେଖିଲେ ଖାଲି ବିଶ୍ୱାସ କଲେ ହେବ ନାହିଁ, ବିଶ୍ୱାସ ସହିତ କାର୍ଯ୍ୟ ମଧ୍ୟ କରିବାକୁ ପଡେ। କାରଣ କାର୍ଯ୍ୟ ବିନା ବିଶ୍ୱାସ ମୃତ ବୋଲି କୁହାଯାଏ। କର୍ମ ବିନା ବିଶ୍ୱାସ ମୃତ ବୋଲି କୁହାଯାଏ। ତେଣୁକରି ଏଇ ଜୀବନ ଯଦି ଆମମାନେ ପ୍ରାର୍ଥନା କରିବା ନାହିଁ, ନିଜକୁ ସଜାଡ଼ିବା ନାହିଁ, ତାହେଲେ ଆସିବ ନାହିଁ। ତେଣୁକରି ବିଶେଷ ଭାବରେ ଆମମାନେ କାର୍ଯ୍ୟ କରିବାକୁ ପଡିବ। ସେଦିନ ନିମିଆ ନିର୍ମାଣ କରିବା ପାଇଁ ଏକତା ହେଲେ ଏବଂ କାର୍ଯ୍ୟ କଲେ। ସେଇମାନଙ୍କ ମଧ୍ୟରେ ବିରୋଧ ଥିଲା, ସେମାନଙ୍କ ମଧ୍ୟରେ ଶତ୍ରୁ ଥିଲା। ଆଜୀବନ ମଣ୍ଡଳୀକୁ ଯେତେବେଳେ ଯିବା, ଅନେକ ବିରୋଧୀ ରହିବେ, ଅନେକ ଶତ୍ରୁ ରହିବେ, ଅନେକ ଭିନ୍ନ ଭିନ୍ନ କଥା କହିବେ। ସେମାନଙ୍କୁ ପ୍ରତିରୋଧ କରିବା ଆବଶ୍ୟକ। ସେଥିପାଇଁ ଆମମାନେ ନିଜେ ପ୍ରାର୍ଥନାରେ ଦୃଢ଼ୀଭୂତ ହେବାକୁ ପଡିବ, ବିଶ୍ୱାସରେ ବଢିବାକୁ ପଡିବ। ତେଣୁକରି ବିଶେଷ ଭାବରେ ଯେତେବେଳେ ମଣ୍ଡଳୀ ଖ୍ରୀଷ୍ଟିଆନ ଭାବରେ ଆତ୍ମିକ ଭାବରେ ବଢିଥାଏ, ସେତେବେଳେ ଶତ୍ରୁ ମଧ୍ୟ ଆମ ସହିତ ବଢିଥାନ୍ତି, ଆମକୁ ବିରୋଧ କରିବା ପାଇଁ, ଆମକୁ ପ୍ରତିବାଦ କରିବା ପାଇଁ। ନିଶ୍ଚିତ ଭାବରେ, କାରଣ ଶୟତାନ କେବେ ଚାହିଁବ ନାହିଁ ତାଙ୍କ କାର୍ଯ୍ୟ ଭଲରେ ହଉ। ସେ ତାର ଲୋକମାନଙ୍କୁ ମଧ୍ୟ ରଖିବ ବିରୋଧ କରିବା ପାଇଁ। ତେଣୁ ବିଶେଷ ଭାବରେ ଏହି ସମସ୍ତ କାର୍ଯ୍ୟ ଆମ ଇଚ୍ଛାରୁ ହେବ ନାହିଁ, ଈଶ୍ୱରଙ୍କ ଶକ୍ତି ଦ୍ୱାରା ହେବ। ତେଣୁକରି ଆମମାନେ ସମସ୍ତେ ଈଶ୍ୱରଙ୍କ ଶକ୍ତି ଉପରେ ନିର୍ଭର କରିବା ଆବଶ୍ୟକ। ତେଣୁ ସେଦିନ ଅତି ସୁନ୍ଦର ଭାବରେ ଫିଲିପିଓ 4 ଲେଖାଯାଏ, ମୁଁ ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ସବୁ କିଛି କରିପାରେ। ତେଣୁକରି ପରମେଶ୍ୱରଙ୍କର ଶକ୍ତି ଆମ ମଧ୍ୟରେ ଯେତେବେଳେ ରହିବ, ଆମମାନେ ନୂତନ ଜାଗାକୁ ଯାଅ, ଯେଉଁ ଜାଗାକୁ ବି ଯିବା ସବୁ କିଛି କରିପାରିବା। ଏଥିପାଇଁ ଯୀଶୁ ସ୍ୱର୍ଗକୁ ଗଲା ପରେ କହିଲେ, ତୁମେ ମାନେ ଶକ୍ତି ନ ପାଇବା ପର୍ଯ୍ୟନ୍ତ ଜେରୁସାଲେମରେ ରୁହ। ଶକ୍ତି ପାଇଲା ପରେ ସେମାନେ କଲେ। ତେଣୁକରି ପବିତ୍ର ଆତ୍ମାଙ୍କର ଶକ୍ତି ପାଇବା ପାଇଁ ଆମେ ଅପେକ୍ଷା କରିପାରିବ। ଯେତେବେଳେ ଆତ୍ମାଙ୍କ ଦ୍ୱାରା ମାନେ ଯିବା, ଆଉ ସେହି ସମୟରେ ପରମେଶ୍ୱରଙ୍କର ଶକ୍ତି ଆସିଲେ ଆମର ପ୍ରତ୍ୟେକ ପ୍ରତିବାଧାକୁ ଦୂର କରିବା, ପ୍ରତ୍ୟେକ ଅସମ୍ଭବକୁ ଦୂର କରିବା, ସମସ୍ତ ସାଧ୍ୟ କାର୍ଯ୍ୟ ସାଧନ ହେଇପାରିବ। କୌଣସି ବିଷୟ ଆମମାନଙ୍କ ପାଇଁ ଅସମ୍ଭବ ନୁହେଁ ଯଦି ଆମେ ତାଙ୍କଠାରେ ନିର୍ଭର କରିବା। ନିଶ୍ଚିତ ଭାବରେ ପ୍ରଭୁ ଆଶୀର୍ବାଦ କରନ୍ତୁ, ଯେପରି ଆମେ ଶକ୍ତିଯୁକ୍ତ ଭାବରେ କାର୍ଯ୍ୟ କରିବା। ତେଣୁ ବିଶେଷ ଭାବରେ ଗୋଟେ ମଣ୍ଡଳୀକୁ ଯେତେବେଳେ ଚାଳକ ମାନେ ଯିବେ, ଯଦି ଚାଳକ ଶୋଇକି ରହିବ, ମଣ୍ଡଳୀ ମରିଯିବ। ଯେଉଁ ଚାଳକ ମଣ୍ଡଳୀକୁ ଯାଇକି ଖାଲି ଶୋଇବ, ସେ କଣ ହେବ? ସେଇଠାରୁ ବିଶ୍ୱାସୀ ମାନେ ମରିଯିବେ, ଆଉ କିଛି ନାହିଁ। ଯଦି ଚାଳକ ବସିବ, ମଣ୍ଡଳୀ କଣ ଶୋଇବ। ଯଦି ଚାଳକ ଚାଲିବ ବା ଠିଆ ହବ, ମଣ୍ଡଳୀ ବସିବ। ଏବଂ ଯଦି ଚାଳକ ଚାଲିବ, ମଣ୍ଡଳୀ ଠିଆ ହେବ। ଯଦି ଚାଳକ ଧାଇଁବ, ମଣ୍ଡଳୀ ତା ପଛେ ପଛେ ଚାଲିବ। ଅର୍ଥାତ୍ ଚାଳକ ଯେତେ ଆଗରେ ଥିବ, ତା ପଛରେ ହିଁ ମଣ୍ଡଳୀ ରହିବ। ତଦନୁସାରେ ଗୋଟେ ଚାଳକ ସେହିପରି ହେବା ଦରକାର। ଚାଳକଙ୍କ ମଣ୍ଡଳୀ ଦ୍ୱାରା ଜଣାଯିବ ଗୋଟେ ଚାଳକ କେମିତି। ମଣ୍ଡଳୀ ଉଦ୍ଯୋଗୀ ରହନ୍ତି, ଭାବିବ ହଁ ଚାଳକ ଭଲ ଅଛି, ଯିଏ ବି କହିଥାଏ। କିନ୍ତୁ ମଣ୍ଡଳୀ ଯେତେବେଳେ ମରିକି ଥିବ, ଚାଳକ ଶୋଇଛି। ଆଉ ତେଣୁକରି ସେ ଅନୁସାରେ ଆମେ କାର୍ଯ୍ୟ କରିବା ପରମେଶ୍ୱରଙ୍କ ଗୌରବ ମହିମା ନିମନ୍ତେ। ଆଉ ବିଶେଷ ଭାବରେ ପ୍ରଭୁ ଆଶୀର୍ବାଦ କରନ୍ତୁ, ଯେପରି ପ୍ରଭୁ ଆମ୍ଭମାନଙ୍କୁ ଯେଉଁ ସମସ୍ତ ଦାୟିତ୍ୱ ଭାର ଦେଇଛନ୍ତି, ତାହା ଯେପରି ଆମେ ସୁରକ୍ଷିତ ଭାବରେ କାର୍ଯ୍ୟ କରିବା, ଯଦ୍ୱାରା ପ୍ରଭୁ ଆମମାନଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଅଳ୍ପ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆମେନ୍।